ଅକ୍ଟୋବରରୁ ପୋଲିସ ଏସ୍ଆଇ ପରୀକ୍ଷା। ଅକ୍ଟୋବରରୁ ଆରମ୍ଭ ହେବ ପୋଲିସ ଏସ୍ଆଇ ପରୀକ୍ଷା। ଓଏମ୍ଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। ଏସ୍ଆଇ ର୍ୟାଙ୍କର ସମସ୍ତ ସିପିଏସ୍ଇ 2024 ପରୀକ୍ଷା ହେବ। ତେବେ ଅକ୍ଟୋବର 4 ଏବଂ 5ରେ ଏହି ପରୀକ୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେବ। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ପରବର୍ତ୍ତୀ ଖବର, ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି। ଏନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି। ରୋଡ୍ ଶୋ, ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି। ଭୋଟ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ବୋଲି ପିସିସି ସଭାପତି କହିଛନ୍ତି। ପରବର୍ତ୍ତୀ ଖବର, ମୋହନ ମାଝୀଙ୍କ ବାସଭବନରେ ବଡ଼ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଜଣାପଡ଼ିଛି, ଯାହାକୁ ନେଇ ରାଜନୈତିକ ମହଲରେ ହଲଚଲ ଦେଖିବାକୁ ମିଳିଛି। ଏଥିସହ ରାଜ୍ୟମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ସମ୍ପଦ ସ୍ୱାଇଁ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟର ବିକାଶ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ଏହି ବୈଠକକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି, ଯେହେତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପରବର୍ତ୍ତୀ ଖବର, ଚାଷୀଙ୍କ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ। ସାରା ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀକୂଳ ହନ୍ତସନ୍ତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ଚାଷୀକୂଳର ଏ ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କେନ୍ଦ୍ର ସାର ଓ ରାସାୟନିକ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାର ଯୋଗାଣର ଅବ୍ୟବସ୍ଥା ସମ୍ପର୍କରେ ଚିଠି ଲେଖିଛନ୍ତି। ପରବର୍ତ୍ତୀ ଖବର, ଜାପାନ ସହିତ 21ଟି ବଡ଼ ଡିଲ୍ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ଏଠାରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଭେଟିଥିଲେ। ଏହି ବୈଠକରେ ଉଭୟ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ଭବିଷ୍ୟତର ସହଭାଗିତାର ଦିଗ ନିର୍ଣ୍ଣୟ କରିଥିଲେ। ଫଳସ୍ୱରୂପ ଭାରତ ଏବଂ ଜାପାନ ମଧ୍ୟରେ ମୋଟ 21ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମାଗୁଡ଼ିକରେ ସୁରକ୍ଷା, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ସଂସ୍କୃତି ସହିତ ଜଡ଼ିତ ପ୍ରମୁଖ ନିଷ୍ପତ୍ତି ଅନ୍ତର୍ଭୁକ୍ତ। ପରବର୍ତ୍ତୀ ଖବର, ସରକାର ଦେବେ 90,000 ଟଙ୍କାର ଋଣ। କେନ୍ଦ୍ର ସରକାର ଦେଶର ସାଧାରଣ ଲୋକଙ୍କୁ ଏକ ଉନ୍ନତ ଜୀବନ ପ୍ରଦାନ କରିବା ପାଇଁ ଅନେକ ଯୋଜନା ଚଳାଇଛନ୍ତି। 1 ଜୁନ୍ 2020ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ, ଯାହା ଛୋଟ ବ୍ୟବସାୟୀଙ୍କ ପାଇଁ ଏକ କ୍ଷୁଦ୍ର ଋଣ ଯୋଜନା ହେବ, ଯାହାଦ୍ୱାରା ଲୋକମାନେ ସହଜରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିପାରିବେ ଆଉ ଏକ ଉନ୍ନତ ଜୀବନଯାପନ କରିପାରିବେ। ଏହି ଯୋଜନା ଅଧୀନରେ ପୂର୍ବରୁ ହିତାଧିକାରୀମାନଙ୍କୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ବିନା 80,000 ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଥିଲା, ଯାହାକୁ ବର୍ତ୍ତମାନ 90,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ସରକାର ବର୍ତ୍ତମାନ ଏହି ଯୋଜନାକୁ 31 ମାର୍ଚ୍ଚ 2030 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପରବର୍ତ୍ତୀ ଖବର, ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର। ସାଧାରଣ ଲୋକଙ୍କୁ ମାଗଣା ସେବା ଯୋଗାଉଛନ୍ତି ବେଦାନ୍ତ ଆଲୁମିନିୟମ। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଅଲିଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହିତ ମିଶି ରାୟଗଡ଼ାର କାଶୀପୁର ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା। ପରବର୍ତ୍ତୀ ଖବର, ଅନଲାଇନରେ ମହାପ୍ରଭୁଙ୍କ ପୂଜା। ସୋସିଆଲ ମିଡିଆରେ ଭାଇରାଲ ହେଲା ଆପ୍ଲିକେସନ। ଅନଲାଇନରେ ମହାପ୍ରଭୁଙ୍କ ପୂଜା ପାଇଁ ଏକ ଆପ୍ଲିକେସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପୂଜା ପରିସେବା .com ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଆପ୍ଲିକେସନରେ 4 ପ୍ରକାର ପୂଜା ପାଇଁ ଅଲଗା ଅଲଗା ଦର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଶୁଖିଲା ଭୋଗ ଦିଆଯିବା ନେଇ ମଧ୍ୟ ଅନଲାଇନ ଆପ୍ଲିକେସନରେ ଉଲ୍ଲେଖ ରହିଛି। ସାଇବର ଟିମ୍ ସହ ଆଲୋଚନା କରି ପଦକ୍ଷେପ ନେବୁ ବୋଲି କହିଲେ ଏସ୍ପି। ପୁରୀ ଏସ୍ପି ପ୍ରତୀକ ସିଂହ ଏମାନଙ୍କ କଥାରେ ନ ପଡ଼ିବାକୁ ଆପିଲ କରିଛନ୍ତି। ପରବର୍ତ୍ତୀ ଖବର, ଆରମ୍ଭ ହେବାକୁ ଯାଉଛି ଫ୍ଲିପକାର୍ଟ ବିଗ୍ ବିଲିୟନ ଡେଜ୍। ଲୋକଙ୍କ ପାଇଁ ଖୁସି ଖବର, ଫ୍ଲିପକାର୍ଟରେ ବର୍ଷର ସବୁଠାରୁ ବଡ଼ ବିଗ୍ ବିଲିୟନ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି। କମ୍ପାନୀ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପାର୍ବଣ ଋତୁ ସେଲ୍ରେ ସ୍ୟାମସଙ୍ଗ, ଆପଲ, ମୋଟୋରୋଲା, ରିଅଲମି ଭଳି ବ୍ରାଣ୍ଡର ସ୍ମାର୍ଟଫୋନ୍ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବ। ପରବର୍ତ୍ତୀ ଖବର, ବଢ଼ିବ ଚାଷୀ ପଞ୍ଜୀକରଣ ଅବଧି। ଚାଷୀଙ୍କ ପଞ୍ଜୀକରଣ ଅବଧି ବଢ଼ିବ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ଅବଧି ବଢ଼ିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷ ଛାଡ଼ିଥିଲେ ସେମାନେ ବର୍ତ୍ତମାନ ଚାଷକୁ ଫେରୁଛନ୍ତି। ପରବର୍ତ୍ତୀ ଖବର, ଆଇନଜୀବୀ ଲାଇସେନ୍ସ ଥିଲେ କରିପାରିବେନି ଅନ୍ୟ ବ୍ୟବସାୟ। ଆଇନଜୀବୀ ଲାଇସେନ୍ସ ହାସଲ କରିଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର। ଏଣିକି ଆପଣଙ୍କ ପାଖେ ଆଇନଜୀବୀ ଲାଇସେନ୍ସ ଥିଲେ ଆପଣ ଅନ୍ୟ ବ୍ୟବସାୟ କରିପାରିବେନି। ଆଇନଜୀବୀ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଅନ୍ୟ ପେଶାରେ କାର୍ଯ୍ୟ କରୁଥିବା ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଛି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ। ରାଜ୍ୟ ଆଇନଜୀବୀ ପରିଷଦ ଏପରି ଘଟଣା ରୋକିବା ପାଇଁ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ଖବର, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା। ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ଏହି କାରଣ ପାଇଁ ଦିନରେ ଖରା ଏବଂ ସନ୍ଧ୍ୟା ବେଳକୁ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଏପରି ପାଣିପାଗ 2 ତାରିଖ ପର୍ଯ୍ୟନ୍ତ ରହିବ।
ପରବର୍ତ୍ତୀ ଖବର ସଂସଦରେ ରହିବ 3 ଠାକୁରଙ୍କ 3 ରଥ ଚକ। ସଂସଦରେ ଶୋଭା ପାଇବ 3 ରଥ ଚକ। ଏଣିକି ସଂସଦରେ ରହିବ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ। ସଂସଦରେ 3 ଠାକୁରଙ୍କ ରଥର ଚକ ରଖିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଥିଲା। ଆଉ ଓଡ଼ିଶା ଗସ୍ତରେ ଆସିଥିବା ଲୋକସଭା ବାଚସ୍ପତି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ଖବର ମହୁଆ ମୈତ୍ରଙ୍କ ନାଁରେ ଏଫ୍ଆଇଆର୍। ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଏତଲା ଦାଖଲ ହୋଇଛି। ପଶ୍ଚିମବଙ୍ଗର କୃଷ୍ଣନଗର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଗଷ୍ଟ 28 ତାରିଖରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ମାମଲାରେ ମହୁଆଙ୍କ ବିରୋଧରେ ଏତଲା ଦାଖଲ କରାଯାଇଛି। ମହୁଆ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏଭଳି ବୟାନ ଦେଇଥିଲେ ଯେ ବିଜେପି ଏହାକୁ ଘୃଣ୍ୟ ଏବଂ ହିଂସାତ୍ମକ ବୟାନ ବୋଲି କହିଛି। ପରବର୍ତ୍ତୀ ଖବର 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତର ବିଧିବଦ୍ଧ ପ୍ରସ୍ତାବ। 2030 କମନୱେଲ୍ଥ ଗେମ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତ ବିଧିବଦ୍ଧ ଭାବେ ପ୍ରସ୍ତାବ ଦାଖଲ କରିଛି। ଅହମ୍ମଦାବାଦରେ ଏହି କ୍ରୀଡ଼ା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି ଭାରତ। ଲଣ୍ଡନରେ କମନୱେଲ୍ଥ ସ୍ପୋର୍ଟସ ସଂଗଠନକୁ ପ୍ରସ୍ତାବ ଦିଆଯାଇଛି। 2030 ଅକ୍ଟୋବର ମାସରେ ଅହମ୍ମଦାବାଦରେ 12 ଦିନିଆ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଭାରତ। ପରବର୍ତ୍ତୀ ଖବର ପୁଣି ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ଜଗଦୀପ ଧନଖଡ଼। ପୁଣି ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଚଳିତ ଥର ପେନ୍ସନ୍ ପାଇଁ ଆବେଦନ କରି ପୁଣି ଖବରକୁ ଆସିଛନ୍ତି। ସେ ରାଜସ୍ଥାନ ବିଧାନସଭାରୁ ପେନ୍ସନ୍ ପାଇଁ ଆବେଦନ କରିଛନ୍ତି ଜଗଦୀପ ଧନଖଡ଼। 1993 ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଆଜମେର ଜିଲ୍ଲାର କିଶନଗଡ଼ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିୟମ ଅନୁସାରେ 74 ବର୍ଷୀୟ ଧନଖଡ଼ଙ୍କୁ ମାସିକ ପାଖାପାଖି 42,000 ଟଙ୍କା ଅବସରକାଳୀନ ଭତ୍ତା ମିଳିବ। ପରବର୍ତ୍ତୀ ଖବର ନିଶାମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ନିଶାମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱର ସହରରେ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଓ ବିକ୍ରି ବଢ଼ି ଚାଲିଛି। ଏହା ଉପରେ ଅଙ୍କୁଶ ଲଗାଇବା ନେଇ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ରାଇମବ୍ରାଞ୍ଚ, ସିଆଇଡି ତଥା ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ରାଜ୍ୟ ପୁଲିସ ବିଭାଗ, ଅବକାରୀ ବିଭାଗ, ବିଏମ୍ସି ଏବଂ ଏନ୍ସିବି ଅଧିକାରୀ ଉପସ୍ଥିତ ଥିଲେ। ଏହା ଥିଲା ଆଜିର ଟପ୍ 10 ବ୍ରେକିଂ ନ୍ୟୁଜ୍। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ସାଙ୍ଗମାନଙ୍କ ସହିତ ବହୁ ମାତ୍ରାରେ ସେୟାର କରନ୍ତୁ। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଅଲ୍ ଉପରେ ଅନ୍ କରି ରଖନ୍ତୁ, ଯାହାଦ୍ୱାରା ଯେବେ ବି ଯେକୌଣସି ଲାଟେଷ୍ଟ ବ୍ରେକିଂ ନ୍ୟୁଜ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ପାଇପାରିବେ। ବ୍ୟୁରୋ ରିପୋର୍ଟ, ଡିନୋ ଯୋଡ଼ିଆ।